ସର୍ବେ ହୋଇବେ କାକାର ନଥିବ ବେଦର ବିଚାର ତେଣୁ ହୋଇବେ ଅଳ୍ପାୟୁଷ ପାପେ ସକଳେ ଯିବେ ନାଶ। ତେଣୁ ଯୋଉମାନଙ୍କର ମୃତ୍ୟୁ ବହୁତ ଯେତେବେଳେ ଲୋକ ରାବଣର ମରିବା ସମୟ ଆସିଲା ସେ ସେଇ ଟାଇପରେ ବିଶୃଙ୍ଖଳିତ ହଉଥିଲା, ରାମକୁ ସମ୍ମାନ ଦଉନଥିଲା, ରାମକୁ ଚିହ୍ନି ପାରୁନଥିଲା। ତେଣୁକରି ଯେତେବେଳେ ରାମକୁ ଭାବରେ ଚିହ୍ନି ପାରୁନାହାନ୍ତି, କୃଷ୍ଣକୁ ବି ଜାଣିପାରୁନ, ତମେ ମତେ କଣ ଜାଣିବ? ମୋର କନସେପ୍ଟକୁ ତମେ କଣ ଜାଣିବ? ମୋର ବୁଦ୍ଧି ବିବେକ ଜ୍ଞାନ କୁ ତମର ଜାଣିବାର ତମର ଔକାତ ହେଲାନି ନା। ମୁଁ ଗୋଟେ ୟୁନିଭର୍ସିଟିର PhD ଷ୍ଟୁଡେଣ୍ଟ, ମୁଁ ଗୋଟେ ୟୁନିଭର୍ସିଟିର ଜ୍ୟୋତିର୍ବିଜ୍ଞାନ ନ୍ୟାୟ ମୀମାଂସା ତର୍କ ବ୍ୟାକରଣ, ତମର କ୍ୱାଲିଫିକେସନ କଣ? ତମର ଯୋଗ୍ୟତା କଣ? ତମେ ଯୋଉ କେତେଟା ୟୁଟ୍ୟୁବ ଚ୍ୟାନେଲ କରିକି ଏସବୁ କରୁଛ, ତମର ଯୋଗ୍ୟତା କଣ? ତମର ଷ୍ଟାଣ୍ଡାର୍ଡ କଣ? ତମର କଣ? ତମ ଔକାତ କେତେ? କଣ ତମର କ୍ୱାଲିଫିକେସନ କଣ? ତମେ କଣ ସେ ପାଠ ଯୋଉ ପଢିଛି ସେଟା କୋଉ ଯୋଗ୍ୟତା ଆଧାରରେ ତମକୁ ସାର୍ଟିଫିକେଟ ଦିଆଯାଇଛି? ତମକୁ ଚାକିରି ନ ମିଳିଲେ ସେ ପାଠର କିଛି ଭ୍ୟାଲୁ ଅଛି ନା? ତେଣୁ ସେ ଯେହେତୁ ତମେ ମିଶନାରୀ ପାଠ ପଢିଛ, ତମର ଏଇଭଳିଆ ବିଶୃଙ୍ଖଳିତ ଆଚରଣ ହବ। ଇଏ ହଉଛି ତମର ବିଶୃଙ୍ଖଳିତ ପାଠ, ଇଏ ହଉଛି ତମ ମିଶନାରୀ ପାଠ, ଆଉ ହଉଛି ତମ ମଦରସା ପାଠ। ତମ ମଦରସା ବିଶୃଙ୍ଖଳିତ ପାଠ ଯିଏ ପଢେ, କାହିଁ ଆମ ସଂସ୍କୃତି ୟୁନିଭର୍ସିଟିର ବା ଗୁରୁକୁଳର ତ ପିଲାମାନେ ଏମିତି ଅଭଦ୍ରାମୀ କରୁନାହାନ୍ତି, ଏମିତି କୌଣସି ଜ୍ଞାନୀ ଗୁଣୀ ଲୋକଙ୍କୁ ଅସମ୍ମାନିତ କରୁନାହାନ୍ତି। ତୁମେ ମାନେ କାହିଁ କରୁଛ ନା? ତୁମର ପାଠଟା ହିଁ ସେଇଆ। ଏଇ ଯୋଉ କଥାଟି ଆପଣ କହିଲେ, ଶୁଣନ୍ତୁ, ଆଜିକାଲି କାହା ମୁହଁରେ ମାନେ ଆଉ ବାରବତା ନାହିଁ, ଯିଏ ଯାହା ପାଇଲା କଲା। କଣ ଏଥର ଗୋଟେ ମୁଖ୍ୟ କାରଣ ଦାୟୀ ହଉଛି ଭାରତର ଯୋଉ ଆମେ ଯାହାକୁ କନଷ୍ଟିଟ୍ୟୁସନ କହୁଛେ, ସମ୍ବିଧାନ କହୁଛେ, ସେଇଟା ଆକ୍ଚୁଆଲି ଗୋଟେ ପାଗଳ ଲୋକ ଲେଖିଲା ପରି ସେ ଲେଖିଛି। କନଷ୍ଟିଟ୍ୟୁସନ ଟା ଗୋଟେ ପାଗଳ ଲେଖିବା ଯାହା ସେଇଆ। ସିଏ ଲୋକ କିଏ ସମସ୍ତେ କହୁଛନ୍ତି ଯେ ସିଏ ଯୋଉ ଆମ୍ବେଦକର ଲେଖିଛି ବୋଲି, ସେ ଲୋକ ନିଜେ କହୁଛି ଯେ ଯଦି ସେଇଟାକୁ ଆଗେ ପୋଡିକି ଜଳେଇବାର ଥିଲା, ମତେ ସେ ପ୍ରଥମେ ସେଇ ସୁଯୋଗ ଟା ଦେଇଥିଲେ ଭଲ ହବ। ସେ ନିଜେ କହୁଛି, ଯାହାକୁ କହୁଛୁ ନିର୍ମାତା ବୋଲି। 37% ରଖିଥିବା ସମ୍ବିଧାନରେ ମାର୍କ ରଖିଥିବା, ଆଉ ଇଲେକ୍ସନରେ ହାରିଥିବା, ଆଉ ବ୍ରିଟିଶର ମାନେ ଲେବର ମିନିଷ୍ଟର ଥିବା, ଆଉ ଭାରତର ସ୍ୱାଧୀନତାକୁ ସେ କରେଇ ଦଉନଥିବା ଲୋକ, ଆଉ ଭାରତର ସ୍ୱାଧୀନତାରେ କୌଣସି ପ୍ରକାର ସହଯୋଗ ନଥିବା ବ୍ୟକ୍ତି ସମ୍ବିଧାନ କନଷ୍ଟିଟ୍ୟୁସନ ଲେଖିବ, ତାକୁ ଯଦି ଜଗତ ମାନିବ ଆଉ ପାଳିବ, 37% ରଖିଥିବା ଆଉ ଲୋକ, ଆଉ 100% ଲୋକ ନମ୍ବର ରଖିଥିବା ଲୋକ ପାଳିବ ଆଉ ମାନିବ, ଆଉ 37% ଲୋକ ରଖିଥିବା ମାର୍କର ସମ୍ବିଧାନ ଲେଖିବ। ଏ ଦେଶର ଏଇଟା ହଉଛି ଗୋଟେ ମାନେ ଗଣତାନ୍ତ୍ରିକ ମାନେ ଗୋଟେ ମାନେ ଏଇଟା ଗୋଟେ ମାନେ ଧୋକା। ଆଉ କଣ, ହିନ୍ଦୁ ସମାଜ ସାଙ୍ଗରେ ଆମ ଭାରତ ସହିତ ଏ ଯୋଉ କନଷ୍ଟିଟ୍ୟୁସନ ଟା ହଉଛି ଗୋଟେ ଧୋକା। ସେ କହୁଛି ମୁଁ ମହିଳା ମାନଙ୍କ ପାଇଁ କରିଥିଲା। ତୁ ଯଦି ମହିଳା ମାନଙ୍କ ପାଇଁ କରିଥିଲୁ, ତୁ ମହିଳା ମାନଙ୍କ ପାଇଁ କେମିତି ସରିଆ କାନୁନ ଟା 3 ତଲାକ ହଲାଲ ଟା କେମିତି ଜାଣିପାରିଲୁନି? ହିନ୍ଦୁ ମାନେ ବୁର୍ଖା କଥାଟା ଯଦି କରିଛନ୍ତି, ତୁ 3 ତଲାକ ଟା କେମିତି ଜାଣିପାରିଲୁ ନାହିଁ? ତ 3 ତଲାକ ଟା କୁଆଡେ ଗଲା? ହଲାଲ ଟା କୁଆଡେ ଗଲା? ତା ଉପରେ ତ ପଦେ ଲେଖି ପାରିଲୁନି। ଖାଲି ଆମର ମହିଳା ମାନେ ଖାଲି ମୁହଁ ଘୋଡେଇକି ଖାଲି ଯିବେ, ଆଉ ତାଙ୍କର ମହିଳା ମୁହଁ ମାନେ ବୁର୍ଖା କଥାଟାକୁ ହଟେଇଦବା, ମହିଳା ମାନେ ମୁହଁ ଖୋଲିକି ଯିବେ, ଆଉ ତାଙ୍କର ମୁହଁ ଘୋଡେଇକି ଯିବେ ବେଗମ ମାନେ। ଏ କି ସମ୍ବିଧାନ ଲେଖା? ତେଣୁକରି ଏଟା ହଉଛି ସମ୍ବିଧାନଟା ଯେହେତୁ ଠିକ ନାହିଁ, ରୁଲ ରେଗୁଲେସନ କେହି ମାନୁନାହାନ୍ତି, ଯିଏ ଯାହାକୁ ପାଉଛି ତାହା କହୁଛି, ଛୋଟ ବଡର ବିଚାର ନାହିଁ। ଛୋଟ ଲୋକ ମାନେ ଗୁରୁଜନକୁ ଆଜିକାଲି ଲଘୁଜନ ମାନେ ଗୁରୁଜନ ମାନଙ୍କୁ ସମ୍ମାନ ନାହିଁ। ତେଣୁକରି ଲୋକମାନଙ୍କର ଗୋଟେ ମାନସିକ ବିଶୃଙ୍ଖଳିତ ଏମାନେ ହେଇଯାଇଛନ୍ତି। ଇଏ ଗୋଟେ ଆଚରଣ ହେଲା। ଆଉ ଗୋଟେ ହେଲା, ଆମ ଦେଶ ହେଲା ହିନ୍ଦୁସ୍ତାନ, ଏଟା ହେଲା କୃଷ୍ଣଙ୍କର ଜନ୍ମଭୂମି, ଏଟା ହେଲା ରାମଙ୍କର ଜନ୍ମଭୂମି। ଏଠି ଯୀଶୁର କୌଣସି ସେ ଜେରୁଜାଲେମରେ ଜନ୍ମ, ମହମ୍ମଦ ସିଆଡେ କୁଆଡେ ଜନ୍ମ ଯାଇକି ସିଏ ମକ୍କା ମଦିନାରେ। ତେଣୁକରି ଏଠି ଦେବେ ତମେ ଭାରତ ଧର୍ମ ଆଧାରରେ ଗୋଟେ ଦେଶ ଧର୍ମ ଆଧାରରେ ଅଲଗା ହେଲା, ତମର ଏଠି ଧର୍ମାନ୍ତରଣ କରିବା ବା ଏତେ ତମେ ତ ନିଜେ ମୁସଲମାନ କହୁଛ ଯେ ଆମେ ହିନ୍ଦୁ ମାନଙ୍କ ସହିତ ଚଳିପାରିବୁନି, ରହିପାରିବୁନି, ଆମକୁ ଅଲଗା ରାଜ୍ୟ ଦିଅ, ତମେ ଏଠି ଯିବା କଥା। ତମେ ଭିତରେ କଣ କରୁଛ? ବ୍ରିଟିଶ ମାନେ ତ ତମେ ଏଠୁ ଗଲ, ତମକୁ ତଡା ହେଲା, ବାଡା ହେଲା, ମରା ହେଲା, ତମେ ଗଲ। ତମର ଏଠି କାହିଁକି ପୁଣି ଏଠି ତମର କେମିତି ଧର୍ମାନ୍ତରଣ ମିଶନାରୀ ପୁଣି କେମିତି ଚାଲୁଛି, ଏଜୁକେସନ ଚାଲୁଛି, ଏଗୁଡା କେମିତି ଚାଲୁଛି? ଏଟା ବିଶୃଙ୍ଖଳିତ ଆଚରଣ କରିବାର ମୁଖ୍ୟ କାରଣ ହେଲା ଆ ଭିତରେ ଯୋଉ 2ଟା କମ୍ୟୁନିଟି ଅଛି, ସେମାନଙ୍କର ଇଏ ସବୁ ବିଶୃଙ୍ଖଳିତ ଆଚରଣ। ଆପଣ ମାନେ ମୋ କଥା ଛାଡନ୍ତୁ, ମୋ କଥା କହିବାଟା ଗୋଟେ ସାଧାରଣ କଥା। ଆଲା ଫାଲା ଗୋଟେ ୟୁନିଭର୍ସିଟି ଅଛି ସେ ଫରିଦାବାଦରେ, ହରିୟାଣାରେ, ସେଠି ଡାକ୍ତର ମାନେ ଲୋକମାନଙ୍କୁ ମାରିବା ପାଇଁ ସେଠି ଡାକ୍ତର ମାନଙ୍କର ମେଡିକାଲ କୋଚିଂ ଦିଆ ହଉଛି, ବୁଝିଲେ? ଏବେ 2ଟା ଓକିଲ ଧରା ପଡିଛନ୍ତି, ୟୁସୁଫ ଆଉ ଗୋଟେ ଇଏ ମାନେ କାଲି କି 2ଟା ଯାକ ଓକିଲ ହଉଛନ୍ତି ମାନେ ଆତଙ୍କବାଦୀ। ଆପଣ ଚିନ୍ତା କରନ୍ତୁ,
गोटे 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 ख्रिस्टियान आर्मी ऑफिसर ताको काले कोर्ट ताको सस्पेंड कला कहले मंदिर भितर मु जीविनी प्रवेश करिबिनी अरे तू जब मंदिर में जीवन तू चाकरी भारत आम मान टैक्स दरमा कहीं नौ तू ताले तो यही भाया विशृंखलित आचरण कारण हूँ कन्स्टिट्यूशन संविधान ये जो पर्यटन हटई निजी नुआ सुभाष बोस जो संविधान थिला सुभाष बोस को संविधान टाक जो पर्यंत प्रणीता कर लागू कर से पर्यंत यही टाइप सामाजिक विशृंखलित घटव तेणुक ये छोट बड़ कहीं क्या सर्वे होइबे काकार नथिब वेदर विचार तेणु होइबे अल्पायुष पापे सकले जीवे नाश तेणु जदुवंश यही भाया मरी तेणुक विनाश काले विपरीत बुद्धि एमानकर विनाश समय आसी जाइए वर्तमान आप जानते इथोपियार ज्वालामुखी 12,000 वर्ष पर फाटी 12,000 वर्ष पर फाटी इथोपियार ज्वालामुखी तेणु ज्वालामुखी फाटे गोटे अशुभ लक्षण भूमिकंप बारंबार रिपीटली हम तेणुक एमानकर मृत्यु बहुत जिते लोक रावण मरिया समय आसला से टाइप विशृंखलित होता राम को सम्मान दौन राम को चिन्ह पार ना तेणुक जिते राम को भाव चिन्ह पार ना कृष्ण को भी जापर तुम मत कौन जान मोर कनसेप्ट को तुम कौन जान मोर बुद्धि विवेक ज्ञान को तुम जानवर तुम औकात है ना मु गोटे यूनिवर्सिटी पीएचडी स्टूडेंट मु गोटे यूनिवर्सिटी ज्योतिर्विज्ञान न्याय मीमांसा तर्क व्याकरण तुम क्वालिफिकेशन कौन तुम योग्यता कौन तुम जो केतटा यूट्यूब चैनल करके सब कर तुम योग्यता कौन तुम स्टैंडर्ड कौन तुम कौन तुम औकात के कौन तुम क्वालिफिकेशन कौन तुम कौन से पाठ जो पढ़ी को योग्यता आधार तुमको सर्टिफिकेट दिखाई तुमको चाकरी न मिले से पाठर किसी भैल्यू अच्छी ना तेणुक से जेहेतु तुम मिशनारी पाठ पढ़ीच तुम यही भाया विशृंखलित आचरण हम ये हूँ तुम विशृंखलित पाठ ये हूँ तुम मिशनारी पाठ आउ तुम मदरसा पाठ तुम मदरसा विशृंखलित पाठ जे पटे कहीं आम संस्कृत यूनिवर्सिटी गुरुकुल तो पिला अभद्रामी करूना एमती कौन ज्ञानी गुणी लोक को असम्मानित करूना तुम मैंने कहीं कर तुम पाठटा ही सैया तुम जेनेटिक ही सैया तुम डीएनए ही सैया तेणु तुम डीएनए दोष अच्छी दोष मोर तुम डीएनए ठीक कर तुम सब प्रॉब्लम हो तुम डीएनए तुम डीएन टा हिंदू डीएन नुह तुम से चेंगी खा डीएन बोली तुम ये सब धंदा कर तेणुक तुम जार चेंगी खा डीएन ताकू मुझे कौन कह कह तेणुक चेंगी खार जार जो वर्ण शंकर जो तुम जन्म हो छाड़ी तुम डीएनए प्रॉब्लम जाके डीएन टेस्ट कराओ तापर मत जाके तुम चिन्ह जय जगन्नाथ जय श्री राम।